Hello students, welcome to IBM Academy. After a long time, I am back again. Let us continue with the same spirit and vivacity. So ପିଲାମାନେ ସମସ୍ତଙ୍କୁ ପୁଣି ଥରେ ଆମ ଚ୍ୟାନେଲ IBM Academyକୁ ସ୍ୱାଗତ କରୁଛି। ଆଜି ଆମେ ଦଶମ ଶ୍ରେଣୀର ଅତି ସୁନ୍ଦର କବିତାଟିଏ ଯାହାକି ରହିଛି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ତାହାକୁ ବିସ୍ତୃତ ଭାବେ ଆଲୋଚନା କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବ। ଯଦି ଆମ ଚ୍ୟାନେଲକୁ ନୂଆ କରି ଭିଜିଟ୍ କରୁଥାଅ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ। ଏହା ସହିତ ଲାଇକ୍ କମେଣ୍ଟ ଆଣ୍ଡ ସେୟାର ମଧ୍ୟ କରିବାକୁ ଭୁଲିବନି। ଠିକ୍ ଅଛି ପିଲାମାନେ, ଉକ୍ତ କବିତାରେ କବୟିତ୍ରୀ ସୃଷ୍ଟିକର୍ତ୍ତା ବା ଭଗବାନଙ୍କର ବିଚିତ୍ର ସଂରଚନା ଉପରେ ଆଲୋଚନା କରିଛନ୍ତି। ଆମ ଚତୁଃପାର୍ଶ୍ୱରେ ଯେତେ ସବୁ ଜିନିଷ ସେ ଜୀବନ୍ତ ହୁଅନ୍ତୁ ବା ନିର୍ଜୀବ ହୁଅନ୍ତୁ, ଯାହା ସବୁ ଆମେ ଦେଖିପାରୁଛୁ ଆମ ଚତୁଃପାର୍ଶ୍ୱରେ, ଏ ସମସ୍ତ ଜିନିଷ ଜୀବ ଆଉ ନିର୍ଜୀବ ଏମାନଙ୍କୁ ରଚନା କିଏ କରିଛନ୍ତି ତୁମେ ଜାଣିଛ କି? ପିଲାମାନେ, କେବେ ହେଲେ ତୁମେ ଚିନ୍ତା କରିଛ କି ଏ ବିଶାଳ ଦୁନିଆର ରଚୟିତା କିଏ? ତାହେଲେ ଏତେ ସୁନ୍ଦର କବିତାଟିଏ ପଢ଼ିବା ପୂର୍ବରୁ ଆମେ ସେଇ କବୟିତ୍ରୀଙ୍କ ବିଷୟରେ ଟିକେ ଜାଣିବା। ପିଲାମାନେ, ଏହି କବିତାଟିକୁ ଲେଖିଛନ୍ତି ସେସିଲ୍ ଫ୍ରାନ୍ସିସ୍ ଆଲେକ୍ଜାଣ୍ଡାର ବା ତାଙ୍କୁ ସର୍ଟରେ କୁହାଯାଉଛି CF ଆଲେକ୍ଜାଣ୍ଡାର। ସିଏ ହେଉଛନ୍ତି ଆୟର୍ଲାଣ୍ଡର ଡବ୍ଲିନ୍ ନାମକ ସ୍ଥାନରେ ତାଙ୍କର ଜନ୍ମ ହୋଇଥିଲା ଏବଂ ସିଏ ଜଣେ ବିଶିଷ୍ଟ କବୟିତ୍ରୀ ଭାବେ ସୁପରିଚିତ। ସିଏ ଲେଖିଛନ୍ତି ଅନେକ କବିତାର ଗୁଚ୍ଛ ପିଲାମାନଙ୍କ ଉଦ୍ଦେଶ୍ୟରେ, ପିଲାମାନଙ୍କ ମନରେ ଈଶ୍ୱରୀୟ ପ୍ରେମ ଜାଗ୍ରତ କରିବା ପାଇଁ ସେ ସଦାସର୍ବଦା ପ୍ରଚେଷ୍ଟା କରିଛନ୍ତି ଏବଂ ଯେହେତୁ ସିଏ ବିବ୍ଲିକାଲ ସୋସାଇଟିକୁ ବିଲଙ୍ଗ କରୁଛନ୍ତି, ଯେହେତୁ ଖ୍ରୀଷ୍ଟିଆନିଟିକୁ ସେ ବିଲଙ୍ଗ କରୁଛନ୍ତି, ତେଣୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେ ମଧ୍ୟ ଅନେକ କବିତା ଗୁଚ୍ଛ, ହାଇମ୍ସ ଏବଂ ଭଗବାନଙ୍କ ଉଦ୍ଦେଶ୍ୟରେ ଅନେକ ବିଶିଷ୍ଟ ଲେଖା ତାଙ୍କ ଲେଖନୀ ମନରୁ ନିଃସୃତ ହୋଇଛି। ତା ମଧ୍ୟରୁ କିଛି ଆମେ ଏଇଠି ତୁମମାନଙ୍କ ସାମ୍ନାରେ ସ୍କ୍ରିନ୍ରେ ତୁମେ ଦେଖିପାରୁଥିବ। ଯେପରିକି ୱାନ୍ସ ଇନ୍ ରୟାଲ ଡେଭିଡ୍ସ ସିଟି। ଇଏ ସମସ୍ତଙ୍କ ମନରେ ଅତି ସୁନ୍ଦର ଭାବନା ଜାଗ୍ରତ କରିବା ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେ ଏହି ରଚନାଟି କରିଛନ୍ତି। ଆହୁରି ଆମେ ଜାଣିପାରିବା ସେ ଲେଖିଛନ୍ତି ୱାନ୍ସ ଇନ୍ ରୟାଲ ଡେଭିଡ୍ ସିଟି ତ ଲେଖିଛନ୍ତି, ତା ସହିତ ସେ ଲେଖିଛନ୍ତି କ୍ରିସମାସ୍ କେରଲ୍। ଖ୍ରୀଷ୍ଟିଆନମାନଙ୍କର ଯେଉଁ ପର୍ବଟିଏ ହୁଏ, ବିଶିଷ୍ଟ ପର୍ବଟିଏ ହୁଏ ଭଗବାନଙ୍କ ଉଦ୍ଦେଶ୍ୟରେ, ତାକୁ ତୁମେ ନିଶ୍ଚିତ ଜାଣିଛ, ତାକୁ କ'ଣ କୁହାଯାଏ? କ୍ରିସମାସ୍ କେରଲ୍। ସେ କ୍ରିସମାସ୍ କେରଲ୍ ସମ୍ବନ୍ଧରେ ମଧ୍ୟ ଲେଖିଛନ୍ତି। ପିଲାମାନେ, CF ଆଲେକ୍ଜାଣ୍ଡାର ସଦାସର୍ବଦା ପିଲାମାନଙ୍କ ଉଦ୍ଦେଶ୍ୟରେ, ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବହୁତ ଭଲ ଭଲ କବିତାମାନ ସେ ଲେଖିଛନ୍ତି, ଯାହା ଆଜି ଆମେ ପଢ଼ିବା। ତୁମ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀର କବିତା ସେ ହେଉଛି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍। ଏହା ଏକ ପ୍ରେୟାର ମଧ୍ୟ କୁହାଯାଇପାରେ। ଠିକ୍ ଅଛି, ଏହା ଆସିଛି ତାଙ୍କର ଲେଖା ହାଇମ୍ସ ଫର୍ ଚିଲଡ୍ରେନ୍ରୁ। ଏହାକୁ ବାଇବେଲ୍ ସଙ୍ଗସ୍ ଫର୍ କିଡ୍ସ ମଧ୍ୟ କୁହାଯାଇପାରିବ। ଏଇଠି ଆଉ ଗୋଟେ କୋଶ୍ଚିନ୍ ଆସୁଛି ମନ ଭିତରେ, ପିଲାମାନେ, ଏଇ ଯେତେ ସୁନ୍ଦର ସୁନ୍ଦର ଜୀବଜନ୍ତୁ ତୁମେ ଦେଖିପାରୁଛ, ଏ ସମସ୍ତଙ୍କର ରଚନା ବା ସୃଷ୍ଟିକର୍ତ୍ତା କିଏ? କେବେ ତୁମ ମନରେ ଏଇ କୋଶ୍ଚିନ୍ ଆସିଛି କି? ନିଶ୍ଚିନ୍ତ ଭାବେ ଆସିଥିବ। ଆମର ସୃଷ୍ଟିକର୍ତ୍ତା କିଏ? ନିଶ୍ଚିନ୍ତ ଭାବେ ଆମ ମନରେ ଏ ବିସ୍ମୟକର ପ୍ରଶ୍ନ ସୃଷ୍ଟି ହୁଏ। ତ ଆଜି କବୟିତ୍ରୀ CF ଆଲେକ୍ଜାଣ୍ଡାର ଯେଉଁ ଆମମାନଙ୍କ ଉଦ୍ଦେଶ୍ୟରେ ପଏମ୍ଟିଏ ଲେଖିଛନ୍ତି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍, ତାକୁ ବହୁତ ଭଲ ଭାବେ ଆମେ ଆଲୋଚନା କରିବା। ତୁମେ ନିଶ୍ଚିନ୍ତ ଭାବେ ବୁଝିପାରିବ ଏବଂ ଆଲୋଚନା କରିବା ସମୟରେ ଯେତେ ସବୁ ଡିଫିକଲ୍ଟ ୱାର୍ଡ଼ସ୍ ଅଛି ତାକୁ ମୁଁ ସମ୍ପୂର୍ଣ୍ଣ ଓଡ଼ିଆରେ ତା'ର ମିନିଙ୍ଗସ୍ ବତାଇବି। ଭିଡ଼ିଓକୁ ଟିକେ ପଜ୍ କରି ତାକୁ ଲେଖିନେବ, ବହୁତ ଭଲ ଭାବେ ତୁମେ এই କବିତାଟିକୁ ବୁଝିପାରିବ। ଠିକ୍ ଅଛି, ତାହେଲେ କ୍ରିଏଟର ଆମର କିଏ? ଆମର ସୃଷ୍ଟିକର୍ତ୍ତା କିଏ? ନିଶ୍ଚିତ ଭାବେ ତୁମ ମନ ଭିତରେ ଯେଉଁ ପ୍ରଶ୍ନଟି ଆସୁଥିଲା ତା'ର ଉତ୍ତର ତୁମେମାନେ ପାଇସାରିବଣି। ତାହେଲେ କିଏ ସେ? ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ସର୍ବବିଦ୍ୟମାନ, ସେ ହେଉଛନ୍ତି ସର୍ବଜ୍ଞ। ତାହେଲେ ଆମେ ସମସ୍ତେ ହେଲୁ ଗଡ଼୍ସ କ୍ରିଏସନ୍, ଭଗବାନଙ୍କର ସୃଷ୍ଟି। ସୃଷ୍ଟିର ଏହି ବୈଚିତ୍ର୍ୟତାକୁ ଆମ ମନ ଭିତରେ ଉପଲବ୍ଧି କରିବା ପାଇଁ କବୟିତ୍ରୀ CF ଆଲେକ୍ଜାଣ୍ଡାର ପ୍ରଚେଷ୍ଟା କରିଛନ୍ତି।
ଜାଣିଛ ତୁମେ ଆଜିର ପାର୍ଥିବବାଦୀ ସମାଜରେ ଯଦ୍ୟପି ଈଶ୍ୱର ବିଶ୍ୱାସ ମଳିନ ହୋଇଗଲାଣି, ତଥାପି କବି ଏଠାରେ ଆମ ସମସ୍ତଙ୍କ ମନ ଆଉ ହୃଦୟରେ ସେହି ଚିରନ୍ତନ ସତ୍ୟ ଏବଂ ଈଶ୍ୱର ପ୍ରେମ ଜାଗ୍ରତ କରିବାକୁ ପ୍ରୟାସ କରିଛନ୍ତି। ତେବେ ଆଉ ଡେରି ନକରି କବିତା ଉପରକୁ ଆସିବା। ତେବେ ଏ କବିତାରେ ସର୍ବପ୍ରଥମେ ରହିଛି ଏ ଲିଡ୍-ଇନ୍। ତାହେଲେ ଦେଖିବା। We see and enjoy many things around us, such as beautiful sunrises and sunsets, trees and flowers, rivers and mountains, birds and animals. ପିଲାମାନେ, କବି ଏଠାରେ କହୁଛନ୍ତି we see and enjoy, ଆମେ ଦେଖୁ ଏବଂ ଉପଭୋଗ କରୁ many things around us, ଅନେକ ଜିନିଷ around us ମାନେ ଆମ ଚତୁଃପାର୍ଶ୍ୱରେ, such as ମାନେ ଯେପରିକି beautiful sunrises and sunsets, ଅତି ସୁନ୍ଦର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ, ଟ୍ରିଜ୍ ଆଣ୍ଡ ଫ୍ଲାୱାର୍ସ, ବୃକ୍ଷ ଲତା ଏବଂ ପୁଷ୍ପ ମାନ ଆମ ଚତୁଃପାର୍ଶ୍ୱରେ ଆମେ ଦେଖୁ ଏବଂ ତାକୁ ଉପଭୋଗ କରୁ। ଆହୁରି କ'ଣ ରହୁଛି? ରିଭର୍ସ ଆଣ୍ଡ ମାଉଣ୍ଟେନ୍ସ, ନଦୀମାନ ରହୁଛି ଏବଂ ପାହାଡ଼ ପର୍ବତମାନ ମଧ୍ୟ ରହୁଛି। ବାର୍ଡସ୍ ଆଣ୍ଡ ଆନିମଲ୍ସ, ପକ୍ଷୀ ରହୁଛନ୍ତି ଏବଂ ପଶୁମାନେ ମଧ୍ୟ ରହୁଛନ୍ତି। ଏ ସମସ୍ତ ଜୀବନ୍ତ ହେଉ ବା ନିର୍ଜୀବ ବସ୍ତୁ ହେଉ, ଏ ସମସ୍ତ ଜିନିଷ ଆମ ଚତୁଃପାର୍ଶ୍ୱରେ ରହିଛନ୍ତି ଏବଂ ପ୍ରତିଦିନ ଆମେ ତାଙ୍କୁ ଦେଖୁଛୁ ଏବଂ ଉପଭୋଗ ମଧ୍ୟ କରୁଛୁ। ଆହୁରି କ'ଣ କହୁଛନ୍ତି ଦେଖିବା। ୱି ସ୍ମେଲ୍ ମାନେ କ'ଣ? ଶୁଙ୍ଘିବା। ଦ ଫ୍ରାଗ୍ରାନ୍ସ ଅଫ୍ ଫ୍ଲାୱାର୍ସ, କ'ଣ ତାହେଲେ ଆମେ ଶୁଙ୍ଘିପାରୁ ବା ଆଘ୍ରାଣ କରିପାରୁ? ସେ ହେଉଛି ସୁଗନ୍ଧ। କାହାର ସୁଗନ୍ଧ? ପୁଷ୍ପମାନଙ୍କର ସୁଗନ୍ଧ, ଫୁଲମାନଙ୍କର ସୁଗନ୍ଧ ମଧ୍ୟ ଆମେ ଆଘ୍ରାଣ କରୁ। ଆଣ୍ଡ ଫିଲ୍ ଦ ଚେଞ୍ଜ ଅଫ୍ ସିଜନ୍ସ, ଏବଂ ଏ ଧରାପୃଷ୍ଠରେ ତୁମେମାନେ ତ ଜାଣୁଥିବ ବର୍ଷକ 12 ମାସ ଏବଂ 6 ଋତୁ, ଏଇ 6 ଗୋଟି ଋତୁମାନଙ୍କୁ ମଧ୍ୟ ଆମେ এই ଧରାପୃଷ୍ଠରେ ପ୍ରତିବର୍ଷ ଉପଭୋଗ କରିଥାଉ। ତାପରେ କହୁଛନ୍ତି ୱି ହାଭ୍ ଆଇଜ୍ ଟୁ ସି ଅଲ୍ ଦିସ୍, ଆମ ପାଖରେ ଆଖି ରହିଛି ଏ ସମସ୍ତ ଜିନିଷ ଉପଭୋଗ କରିବା ପାଇଁ। ଆଣ୍ଡ ଲିପ୍ସ ଟୁ ପ୍ରେଜ୍ ଦ ବିୟୁଟି ଅଫ୍ ଦ କ୍ରିଏସନ୍, ଏବଂ ଆମ ପାଖରେ ଓଠ ମଧ୍ୟ ରହିଛି ପ୍ରେଜ୍ କରିବା ପାଇଁ, ବା ପ୍ରେଜ୍ ମାନେ ପ୍ରଶଂସା କରିବା ପାଇଁ, ଦ ବିୟୁଟି ଅଫ୍ ଦ କ୍ରିଏସନ୍, ସୃଷ୍ଟିର ଏ ବିଚିତ୍ରତା ସମ୍ବନ୍ଧରେ ଆମେ ପ୍ରଶଂସା କରିବା ପାଇଁ ଆମ ପାଖରେ କ'ଣ ରହିଛି? ଆମ ପାଖରେ ଓଠ ମଧ୍ୟ ରହିଛି। ହାଭ୍ ୟୁ ଏଭର୍ ଥଟ୍, ତୁମେ କେବେ ଚିନ୍ତା କରିଛୁ କି? ହୁ ହାଜ୍ କ୍ରିଏଟେଡ୍ ସଚ୍ ବିୟୁଟିଫୁଲ୍ ଥିଙ୍ଗସ୍ ଫର୍ ଅସ୍, କିଏ ଏସବୁ ସୁନ୍ଦର ଜିନିଷମାନ ଆମ ପାଇଁ ତିଆରି କରିଛନ୍ତି? ତୁମେ କେବେ ଚିନ୍ତା କରିଛ କି? ହୁ ହାଜ୍ ବ୍ଲେସ୍ଡ ଅସ୍ ୱିଥ୍ ଦ ସେନ୍ସେସ୍ ଅଫ୍ ସାଇଟ୍, ସ୍ମେଲ୍ ଆଣ୍ଡ ଫିଲିଂ, ତାହେଲେ ଆମେ ଯେଉଁ ଅନୁଭବ କରିପାରୁଛୁ ସେଥିପାଇଁ ଆମର ଅଲଗା ଅଲଗା ସେନ୍ସେସ୍ ରହିଛି। ସେନ୍ସେସ୍ ମାନେ ତୁମର ଇନ୍ଦ୍ରିୟମାନ ରହିଛି, ଯେପରିକି ଆଖି ରହିଛି ଆମେ ଦେଖିବା ପାଇଁ, ସାଇଟ୍ ପାଇଁ ଆମର ଆଖି ରହିଛି, ସ୍ମେଲ୍ କରିବା ପାଇଁ ଆମ ପାଖରେ ନାକ ରହିଛି, ଆଣ୍ଡ ଫିଲିଂ କରିବା ପାଇଁ ଏଇ ଆଖି ଆଉ ନାକର ଯେଉଁ ବ୍ୟବହାର ଆମେ କରିଥାଉ, ରାଇଟ୍? ଏ ସମସ୍ତ ଜିନିଷର କ୍ରିଏଟର୍ କିଏ ବା ସୃଷ୍ଟିକର୍ତ୍ତା କିଏ? କେବେ ତୁମେ ଚିନ୍ତା କରିଛ କି? ରିଡ୍ ଦ ପୋଏମ୍ ଟୁ ନୋ ହ୍ୱାଟ୍ ଦ ପୋଏଟ୍ ଥିଙ୍କ୍ସ ଆବାଉଟ୍ ଦିସ୍ ଥିଙ୍ଗସ୍। ତାହେଲେ ଆମେ ତ ଇଣ୍ଟ୍ରୋଡକ୍ସନ୍ରେ ଅଲରେଡ଼ି ଆଲୋଚନା କରିସାରିଛେ ଯେ ଭଗବାନଙ୍କର ସୃଷ୍ଟି ସମ୍ବନ୍ଧରେ କବୟିତ୍ରୀ C.F. ଆଲେକ୍ଜାଣ୍ଡାର ଏଠାରେ ଏହି କବିତା ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍ ମାଧ୍ୟମରେ ଅତି ସୁନ୍ଦର ଭାବରେ ଆମକୁ ପ୍ରଦର୍ଶନ କରିଛନ୍ତି। ପିଲାମାନେ, ତାହେଲେ ଆଗକୁ ଯିବା, ଦେଖିବା ତୁମର ଟେକ୍ସଟ। ଏଠାରେ ଲେଖା ହେଇଛି ପ୍ରଥମ ଷ୍ଟାଞ୍ଜା, ପ୍ରଥମ ପାରାଗ୍ରାଫ ଆମେ ଦେଖିବା। ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍, ଅଲ୍ କ୍ରିଏଚର୍ସ ଗ୍ରେଟ୍ ଆଣ୍ଡ ସ୍ମଲ୍, ଅଲ୍ ଥିଙ୍ଗସ୍ ୱାଇଜ୍ ଆଣ୍ଡ ୱାଣ୍ଡରଫୁଲ୍, ଦ ଲର୍ଡ଼ ଗଡ୍ ମେଡ୍ ଦେମ୍ ଅଲ୍। କେତେ ସୁନ୍ଦର କବିତାଟିଏ। ଏଠି ସେ ପ୍ରଥମେ କହୁଛନ୍ତି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍, ସବୁ ଜିନିଷ ବ୍ରାଇଟ୍। ବ୍ରାଇଟ୍ ମାନେ କ'ଣ? ଉଜ୍ଜଳ। ବିୟୁଟିଫୁଲ୍ ମାନେ ଅତି ସୁନ୍ଦର ଅଟେ। ଅଲ୍ କ୍ରିଏଚର୍ସ, ପିଲାମାନେ କ୍ରିଏଚର୍ସ ମାନେ ହେଉଛି ପ୍ରାଣୀ ଜଗତ। ଅଲ୍ କ୍ରିଏଚର୍ସ, ଏ ପ୍ରାଣୀ ଜଗତକୁ ସେ ଗ୍ରେଟ୍, ମହାନ ଏବଂ ଅତି କ୍ଷୁଦ୍ର
ଯେତେ ସବୁ ପ୍ରାଣୀମାନ ଆମ ଚତୁଃପାର୍ଶ୍ୱରେ ଆମେ ଦେଖିପାରୁଛୁ ଏ ସମସ୍ତଙ୍କୁ ତିଆରି କରିଛନ୍ତି କିଏ, ସୃଷ୍ଟି କରିଛନ୍ତି କିଏ? ସେ ହେଉଛନ୍ତି ଲର୍ଡ଼ ଗଡ଼୍। ତାପରେ ସେ ଆହୁରି କହିଛନ୍ତି ଅଲ୍ ଥିଙ୍ଗସ୍ ୱାଇଜ୍ ଆଣ୍ଡ ୱଣ୍ଡରଫୁଲ୍। ଯେତେ ଜିନିଷ ଅଛି ଭଗବାନଙ୍କର ଯେତେ ସୃଷ୍ଟି ଅଛି ସେ ବିଜ୍ଞ ହେଇଥାଉ ବା ସେ ବିସ୍ମୟକର ହେଇଥାଉ। ୱାଣ୍ଡରଫୁଲ୍ ମାନେ କ'ଣ? ବିସ୍ମୟକର। ଦ ଲର୍ଡ଼ ଗଡ଼୍ ମେଡ୍ ଦେମ୍ ଅଲ୍। ଭଗବାନ ସର୍ବବିଦ୍ୟମାନ, ସର୍ବଜ୍ଞ, ସର୍ବଶକ୍ତିମାନ। ସିଏ ଏ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି ଏବଂ ଏ ସମସ୍ତଙ୍କର ରଚନା ସିଏ କରିଛନ୍ତି। ତାହେଲେ ମୁଁ ଭାବୁଛି ଏ ପାରାଗ୍ରାଫ ବହୁତ ସୁନ୍ଦର ଭାବେ ତୁମେ ବୁଝିପାରିଥିବ। ଏବେ ଆସିବା ନେକ୍ସଟ ପାରାଗ୍ରାଫକୁ। ନେକ୍ସଟ ପାରାଗ୍ରାଫ ଦେଖିବା। ଇଚ୍ ଲିଟିଲ୍ ଫ୍ଲାୱାର ଦ୍ୟାଟ୍ ଓପନ୍ସ, ଇଚ୍ ଲିଟିଲ୍ ବାର୍ଡ଼ ଦ୍ୟାଟ୍ ସିଙ୍ଗସ୍, ହି ମେଡ୍ ଦେୟାର ଗ୍ଲୋଇଂ କଲର୍ସ, ହି ମେଡ୍ ଦେୟାର ଟିନି ୱିଙ୍ଗସ୍। ପିଲାମାନେ ଏଠାରେ କହୁଛନ୍ତି ଇଚ୍ ଲିଟିଲ୍ ଫ୍ଲାୱାର୍ସ ଦ୍ୟାଟ୍ ଓପନ୍ସ। ଆମ ଚତୁଃପାର୍ଶ୍ୱରେ ଆମେ ଅନେକ ପ୍ରକାରର ପୁଷ୍ପଲତା ଆମେ ଦେଖିଥାଉ। ଯେପରିକି ଛୋଟ ଛୋଟ ଅତି ସୁନ୍ଦର ପୁଷ୍ପମାନ ଆମ ବଗିଚାରେ ଶୋଭାବର୍ଦ୍ଧନ କରନ୍ତି ଏବଂ ତାଙ୍କର ସୁଗନ୍ଧ ମଧ୍ୟ ରହିଛି, ଯାହାକି ତା'ର ପାଖୁଡ଼ା ସୂର୍ଯ୍ୟକିରଣରେ ମେଲି ଦେଇଥାଏ ଏବଂ ଆମେ ତାକୁ ଦେଖି ମଧ୍ୟ ଅତି ଆନନ୍ଦିତ ହେଇଥାଉ। ତାପରେ କହିଲେ ଇଚ୍ ଲିଟିଲ୍ ବାର୍ଡ଼ ଦ୍ୟାଟ୍ ସିଙ୍ଗସ୍। ଯେତେ ସବୁ ଛୋଟ ଛୋଟ ପକ୍ଷୀ ଦେଖୁଛ ତୁମେ, ସମସ୍ତଙ୍କର ସୁମଧୁର ସଙ୍ଗୀତ ଆମେ ଶୁଣିଥାଉ। ଏ ସମସ୍ତ ଲିଟିଲ୍ ବାର୍ଡ଼ସକୁ କିଏ ତିଆରି କରିଛନ୍ତି, କିଏ ସୃଷ୍ଟି କରିଛନ୍ତି? ହି ମେଡ୍ ଦେୟାର ଗ୍ଲୋଇଂ କଲର୍ସ। ଏ ସମସ୍ତ ଜିନିଷର ସିଏ ପକ୍ଷୀ ହୁଅନ୍ତୁ ବା ସିଏ ପୁଷ୍ପ ହୁଅନ୍ତୁ, ଏ ସମସ୍ତଙ୍କର ଗ୍ଲୋଇଂ ମାନେ କ'ଣ? ସାଇନିଂ ବା ଉଜ୍ଜଳ ବା ଗ୍ଲିଷ୍ଟେନିଂ ବୋଲି ଆମେ କହିପାରିବା। ବୁଝିହେଲା? ତ ଏଇ ଉଜ୍ଜଳ ରଙ୍ଗ ବେରଙ୍ଗର ଯେଉଁ ପୁଷ୍ପ ହେଉ ବା ପକ୍ଷୀ ହେଉ, ଏମାନଙ୍କର ରଚୟିତା କିଏ, ଏମାନଙ୍କର ସୃଷ୍ଟିକର୍ତ୍ତା କିଏ? ହି ମେଡ୍ ଦେୟାର ଟିନି ୱିଙ୍ଗସ୍। ପିଲାମାନେ ଏଠାରେ ହି ମାନେ ହେଉଛି ଭଗବାନ, ହି ମାନେ ହେଉଛି ଲର୍ଡ଼ ଗଡ଼୍। ତେଣୁ ୟାଙ୍କର ଯେଉଁ ରଙ୍ଗ ବେରଙ୍ଗର ପକ୍ଷୀ ଆଉ ପୁଷ୍ପ ଏବଂ ତାଙ୍କର ଯେଉଁ ଟିନି ୱିଙ୍ଗସ୍, ଟିନି ମାନେ ହେଉଛି କ୍ଷୁଦ୍ର, ୱିଙ୍ଗସ୍ ମାନେ ଡେଣା, ଏ ପକ୍ଷୀମାନଙ୍କର ଯେଉଁ କ୍ଷୁଦ୍ର ଡେଣାମାନ ସବୁ ଆଉ ରହିଛି, ୟାର ସୃଷ୍ଟିକର୍ତ୍ତା କିଏ? ସେ ହେଉଛନ୍ତି ହି ମେଡ୍ ଦେୟାର ଟିନି ୱିଙ୍ଗସ୍। ଭଗବାନ ଏ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି। ତାହେଲେ ନେକ୍ସଟ ପାରାଗ୍ରାଫକୁ ଆସିବା। ଦ ପର୍ପଲ୍ ହେଡେଡ୍ ମାଉଣ୍ଟେନ୍, ଦ ରିଭର ରନିଂ ବାଇ, ଦ ସନସେଟ୍ ଆଣ୍ଡ ଦ ମର୍ଣ୍ଣିଂ ଦ୍ୟାଟ୍ ବ୍ରାଇଟେନ୍ସ ଅଫ୍ ଦ ସ୍କାଏ। ଅତି ସୁନ୍ଦର ଭାବେ ଏଠି ଉପସ୍ଥାପନ କରିଛନ୍ତି। ସେ କହୁଛନ୍ତି ଦ ପର୍ପଲ୍ ହେଡେଡ୍ ମାଉଣ୍ଟେନ୍। ପର୍ପଲ୍ ହେଡେଡ୍ ମାଉଣ୍ଟେନ୍ ମାନେ କ'ଣ? ଯେତେବେଳେ ପର୍ବତର ଶିଖରରେ ସୂର୍ଯ୍ୟକିରଣ ସୂର୍ଯ୍ୟାସ୍ତ ପୂର୍ବ ସମୟରେ ଯେତେବେଳେ ପଡ଼ିଥାଏ, ସେତେବେଳେ ତା ରଙ୍ଗଟା କେମିତି ହେଇଥାଏ? ବାଇଗଣୀ କଲର୍ ହେଇଥାଏ, ପର୍ପଲ୍ ହେଇଥାଏ। କେତେ ସୁନ୍ଦର ଦୃଶ୍ୟ, କେତେ ମନୋରମ ଦୃଶ୍ୟ ସେତେବେଳେ ସୃଷ୍ଟି ହେଇଥାଏ। ଦ ରିଭର ରନିଂ ବାଇ, ଏବଂ ପର୍ବତ କୋଳରୁ ଯେତେବେଳେ କୁଳୁକୁଳୁ ନାଦ କରି ନଦୀ ଆଉ ଝରଣାମାନ ବହି ଯାଉଥାଏ, କେତେ ସୁନ୍ଦର, କେତେ ଶାନ୍ତି ସେ ଆମକୁ ପ୍ରଦାନ କରିଥାଏ। ଦ ସନସେଟ୍ ଆଣ୍ଡ ଦ ମର୍ଣ୍ଣିଂ, ଯେତେବେଳେ ସୂର୍ଯ୍ୟାସ୍ତ ହେଉଛି ଏବଂ ଯେତେବେଳେ ଉଷାଲୋକ ଏ ଧରାପୃଷ୍ଠରେ ପଡ଼ୁଛି, ଯେତେବେଳେ ସକାଳ ହେଉଛି, ସେତେବେଳର ସେ ମନୋରମ ଦୃଶ୍ୟ କେତେ ମଧୁର ହୋଇଥାଏ, କେତେ ଆନନ୍ଦମୟ ହୋଇଥାଏ। ଏ ସମସ୍ତ ଜିନିଷର ରଚୟିତା କିଏ? ଦ୍ୟାଟ୍ ବ୍ରାଇଟେନ୍ସ ଅଫ୍ ଦ ସ୍କାଏ। ଏଇ ଯେଉଁ ସୂର୍ଯ୍ୟୋଦୟ ହେଉ ବା ସୂର୍ଯ୍ୟାସ୍ତ ହେଉ, ସେ ସମୟର ଯେଉଁ ମନୋରମ ଦୃଶ୍ୟ, ତାହା ଆକାଶକୁ କ'ଣ କରିଥାଏ? ବ୍ରାଇଟେନ୍ସ ଅଫ୍ କରିଥାଏ ବା ପ୍ରଜ୍ୱଳିତ କରିଥାଏ। ବ୍ରାଇଟେନ୍ସ କରିବା ମାନେ କ'ଣ? ପ୍ରଜ୍ୱଳିତ କରିବା। ଆକାଶକୁ ସିଏ ପ୍ରଜ୍ୱଳିତ କରିଦେଇଥାଏ, ଉଜ୍ଜଳ କରିଦେଇଥାଏ, ଅତି ସୁନ୍ଦର ଦୃଶ୍ୟ ସିଏ ସୃଷ୍ଟି କରିଥାଏ। ତାହେଲେ ଏ ସମସ୍ତ ସୌନ୍ଦର୍ଯ୍ୟମୟ ଜିନିଷର ରଚୟିତା କିଏ? ସେ ହେଉଛନ୍ତି ଲର୍ଡ଼ ଗଡ଼୍। ତାହେଲେ ନେକ୍ସଟ ପାରାଗ୍ରାଫକୁ ଆସିବା। ଦ କୋଲ୍ଡ ୱିଣ୍ଡ ଇନ୍ ଦ ୱିଣ୍ଟର, ଦ ପ୍ଲିଜେଣ୍ଟ ସମର ସନ୍, ଦ ରାଇପ୍ ଫ୍ରୁଟ୍ ଇନ୍ ଦ ଗାର୍ଡେନ୍, ହି ମେଡ୍ ଦେମ୍ ଏଭ୍ରି ୱାନ୍। ପିଲାମାନେ ଦ କୋଲ୍ଡ ୱିଣ୍ଡ ଇନ୍ ଦ ୱିଣ୍ଟର, ୱିଣ୍ଟର ମାନେ ଜାଣିଛୁ ଶୀତ ଋତୁରେ କେତେ ଥଣ୍ଡା ପବନ ବହିଥାଏ, ଶୀତୁଆ ପବନ ବହିଥାଏ। ଏ କବି ତ ବିଲଙ୍ଗ କରନ୍ତି ଆୟର୍ଲାଣ୍ଡକୁ। ଆୟର୍ଲାଣ୍ଡର ଡବ୍ଲିନରେ ଏ କବି ଜନ୍ମଗ୍ରହଣ କରିଥିଲେ। ସେଠାକାର ପାଣିପାଗ ଆମ ଅପେକ୍ଷା ଟିକେ ଥଣ୍ଡା, ବର୍ଷ ସାରା ପ୍ରାୟତଃ ଥଣ୍ଡା ପାଣିପାଗ ସେଠାରେ ରହେ। ତ ସେଇ ଅନୁସାରେ କହୁଛନ୍ତି ସିଏ ଯେ ଶୀତୁଆ ପବନ କେତେ ସୁନ୍ଦର ଭାବେ ଏଇ ଧରାପୃଷ୍ଠରେ ଆଉ ବହିଥାଏ।
द प्लीजेंट समर सन एवं जेतेबेले समर सीजन आसी थाए सेतेबेले से तो ठंडा देश प्रायतः बरफा आवृत होइकि वर्ष सारा रहे बट जेतेबेले अल्प समय पाई मध्य समर आसी थांती केते सुंदर केते आराम तांको लागि थाए ए प्लीजेंट माने कोन अति आनंदमय समर सन को से प्लीजेंट सन बोली कहउछन प्लीजेंट माने होछि आनंद द राइप फ्रूट इन द गार्डन गार्डन रे जो फल मान पाचुछि एवं जो पाचिला फल को आमे सब खाऊछु खाई आमे स्वादिष्ट फल मान को खाई आमे आनंद अनुभव करुछु ए फल पाचिला केमिति ए फल ए गछरे आसिला केमिति ए समस्त जिनिस कहा द्वारा सृष्टि होइछि से भगवान को द्वारा सृष्टि होइछि ही मेड देम एवरीवन ए समस्त जिनिस को भगवान ही रचना करिसेंती ए समस्त जिनिसर सृष्टिकर्ता होउछन्ती से भगवान से ठंडा पवन हो बा से प्लीजेंट समर सन हो बा से राइप फ्रूट हो ए समस्त जिनिस को आम पई भगवान रचना करिसेंती देखिबा नेक्स्ट पैराग्राफ द टॉल ट्रीज इन द ग्रीनवुड द meadows where we play the rushes by the water we gather every day कौन कहले द टॉल ट्रीज जेतेबेले तुम हिमालयर पाददेश के विचरण करिवो बा कौनसी भी फॉरेस्ट आमे ग्रीनवुड को जदि आमे विजिट करिबा बा परिदर्शन करिबा ताले आम नजर को सब बेले आसी थाए डेंगा डेंगा गछ सब न कि द meadows माने होछि घास पड़िया ए घास पड़िया रे हुआर वी प्ले जोठारे आमे सबुदिन खेली थाओ ए meadows को मध्य किए तैयारी करिसंती द रसेस बाय द वाटर ए रसेस माने कौन जो पानी भितरे जो घास उत्पन्न होउछि घास जो छिड़ा होउछि नल घास जो छिड़ा होउछि से घास मानकर मध्य रचना किए करिसंती वी जहाँ को आमे वी गैदर एवरीडे गैदर करिया माने कलेक्ट करिबा एकाठी करिबा ठुलो करिबा ताले ए समस्त जिनिसर रचयिता किए से डेंगा गछ मान से meadows बा घास पड़िया से रसेस बा डेंगा डेंगा घास सब पानी घास सब ए समस्तंकर रचयिता किए लॉर्ड गॉड ताले ए समस्तंकर रचना भगवान करिसेंती ही गेव अस आइज टू सी देम से आहरी मध्य हमको आखि देइछंती देखिबाकू एंड लिप्स दैट वी माइट टेल एवं हमको ओठ मध्य देइछंती जे तांकर गुणगान करिया पई तांकर प्रशंसा करिया पई हाउ ग्रेट इज गॉड ऑलमाइटी सतरे ए भगवान ए सर्वशक्तिमान ऑलमाइटी माने होची सर्वशक्तिमान केते महान से आम मानक पई अति सुंदर जिनिस मान सजेई सृष्टि करिसंती हु हैज मेड ऑल थिंग्स वेल एवं सबु जिनिस को अति सुंदर भाव रचना करी ए धरापृष्ठ को प्रज्वलित करिसंती केते सुंदर कविताटीए निश्चिंत भाव तुम माने बुझी पारिथिबो ठीक अछि ताहले कवि परिचय रे आमे ऑलरेडी डिस्कशन करि सारिछे आउ विशेष समय मु नउनी नेक्स्ट वीडियो जते बेले आसीबो मु सेते बेले तुम मानकर क्वेश्चंस एंड आंसर्स रो डिस्कशन करिवि वर्तमान आम वीडियो सीरीज रे प्रतिदिन तुम माने समस्त कविता एवं समस्त प्रोज रो वीडियोस तुम माने पाई परिबो आ शेष रे मु कहि रखुची पिला माने सबु बेले मन रखिथिबो द पावर ऑफ इंग्लिश इज पावर ऑफ वोकाबुलरी सो वोकाबुलरी को जमारू अणदेखा करिवो नाही मु संपूर्ण ओडिया रे तुमको अनुवाद करी एटारे आलोचना करिछि तेणु शुणिबा समय रे ही तुम निश्चिंत भावे से वोकाबुलरीज गुडा को मन रखिबा को चेष्टा करिवो जदि कौनसी असुविधा हुए ताले कमेंट माध्यम रे हमको जणैबो निश्चिंत भावे तुमर प्रति उत्तर आमे देबु जदि कौनसी भी डिफिकल्टी होछि इंग्लिश अंडरस्टैंडिंग रे ताले निश्चिंत भावे तार सुसमाधान आम चैनल माध्यम रे तुम माने पाई परिबो ताले आज आ विशेष किछि म आलोचना करूनी कविता पढ़ी निश्चिंत भावे कमेंट प्रदान करिवो रहउछि धन्यवाद थैंक यू बाय बाय।